ओडिया टेक बुलेटिन खबर जहा चर्चारे आपण मानक भल पाइबा स्वरूप गोटे गोटे लाइक निश्चित भाव रखिदेवे। नंबर 1 कार्यकारी हेब आदर्श सौरग्राम मुक्त बिजुली योजना। प्रति जिलार विजेता ग्राम पाइबे 1 कोटी। प्रधानमंत्री सूर्यघर अधीन रे आदर्श सौरग्राम मुक्त बिजुली योजना कार्यकारी हेब। एने केंद्र सरकार मार्गदर्शिका जारी करिसेंती। एथिरे प्रति जिलार विजेता ग्राम को 1 कोटीर केंद्रीय अनुदान मिलिबो। एथिरे प्रति जिल्लारे गोटिए आदर्श सौरग्राम गठन उपरे गुरुत्व दिया जाइछि। सौरशक्ति व्यवहार को प्रोत्साहित करिबा, शक्ति आत्मनिर्भरशीलता दिगरे ग्रामवासी को सशक्त कराइबा दिगरे এই କାର୍ଯ୍ୟକ୍ରମର ଲକ୍ଷ୍ୟ। ଏଥିରେ ମୋଟ 800 କୋଟିର ବ୍ୟୟବରାଦ କରାଯାଇଛି, ଯାହାଦ୍ୱାରା ମନୋନୀତ ସୌରଗ୍ରାମଗୁଡ଼ିକ 1 କୋଟି ଟଙ୍କା ଲେଖାଏଁ ସହାୟତା ପାଇବେ। ପ୍ରତିଯୋଗିତା ପଦ୍ଧତିରେ ଏହି ଗ୍ରାମ ଚୟନ କରାଯିବ। ରାଜସ୍ୱ ଗ୍ରାମର ଜନସଂଖ୍ୟା 5000 ହୋଇଥିବା ଆବଶ୍ୟକ। ସ୍ୱତନ୍ତ୍ର ରାଜ୍ୟ କ୍ଷେତ୍ରରେ ଏହା 2000। ପ୍ରତିଯୋଗିତା ପଦ୍ଧତିରେ ଜିଲ୍ଲାସ୍ତରୀୟ କମିଟି ଏହି ଗ୍ରାମର ଚୟନ କରିବ। ସ୍ଥାପିତ ସାମଗ୍ରିକ ବିତରଣ ଅକ୍ଷଶକ୍ତି ହିସାବରେ ଏହି ଗ୍ରାମଗୁଡ଼ିକୁ ଚୟନ କରାଯିବ। ଚଳିତ ବର୍ଷ ଫେବୃଆରୀ 29ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ କାର୍ଯ୍ୟକାରୀ କରାଇଥିଲେ। 2026-27 ଯାଏ ଏଥିରେ 75000 କୋଟି ଟଙ୍କା ବିନିଯୋଗ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ନମ୍ବର 2 ଆଇଆଇଟି ମାଦ୍ରାସ ଦେଶର ସର୍ବୋତ୍ତମ ଶିକ୍ଷା ପ୍ରତିଷ୍ଠାନ। ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ 2024ର ରାଙ୍କିଙ୍ଗ ସୋମବାର ଜାରି ହୋଇଛି। ଏଥିରେ ଆଇଆଇଟି ମାଦ୍ରାସ ଲଗାତାର ଭାବେ ଷଷ୍ଠ ଥର ଲାଗି ଦେଶର ସର୍ବୋତ୍ତମ ଶିକ୍ଷା ପ୍ରତିଷ୍ଠାନ ଭାବେ ବିବେଚିତ ହୋଇଛି। ଦେଶର ଟପ୍ 10 ଶିକ୍ଷାନୁଷ୍ଠାନ ମଧ୍ୟରେ 7ଟି ଆଇଆଇଟି ରହିଛନ୍ତି। ସେହିଭଳି ଟପ୍ ୟୁନିଭର୍ସିଟିର ରାଙ୍କିଙ୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି। ତୃତୀୟରେ ଜାମିଆ ମିଲିଆ ଇସଲାମିଆ। ଏନ୍ଆଇଆର୍ଏଫ୍ ପ୍ରତିବର୍ଷ କଲେଜ ଏବଂ ୟୁନିଭର୍ସିଟି ଗୁଡ଼ିକୁ ବିଭିନ୍ନ ବର୍ଗରେ ରାଙ୍କ ପ୍ରଦାନ କରିଥାଏ। ଚଳିତ ଥର 46ଟି ବର୍ଗରେ ରାଙ୍କିଙ୍ଗ ଜାରି କରାଯାଇଛି। 23ରେ ଏହା 11ଟି ବର୍ଗରେ ଥିଲା। ନମ୍ବର 3 ଆଜି ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ 15ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଜାରି ରହିଛି। ଗତ ଜୁନ୍ 1ରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ 9% କମ୍ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ 10ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ନମ୍ବର 4 ଜନଜାଗରଣ ଅଭିଯାନ ଡାକରା ଦେଲେ ନବୀନ। ଚଳିତ ମାସ 16 ତାରିଖରୁ ପ୍ରତି ପଞ୍ଚାୟତରେ ଜନଜାଗରଣ ଅଭିଯାନ କରି ବିଜେପିର ପ୍ରତାରଣା ବିଷୟରେ ସାଧାରଣ ଲୋକଙ୍କୁ ଜାଗ୍ରତ କରିବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଏହି ସୂଚନା ଦେବା ପରେ ଦଳ ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରି ଜନଜାଗରଣ ଅଭିଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି। ଏଥିରେ ଦଳର ପ୍ରତିଟି କର୍ମୀ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରାଇବେ ବୋଲି ନିଜେ ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଦଳର ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ଦେଇଛନ୍ତି। ନମ୍ବର 5 ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ 3 ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥର ବିକାଶ ନେଇ ଆଲୋଚନା କରିବେ ବୋଲି ସୂଚନା ରହିଛି। ନମ୍ବର 6 ଜାତିସଂଘ ଦ୍ୱାରସ୍ଥ ହେବ ବାଂଲାଦେଶ। ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ସତ୍ତ୍ୱେ T20 ବିଶ୍ୱକପ ଆୟୋଜକ ଅଧିକାର ବଞ୍ଚାଇ ରଖିବାକୁ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ମିଳିତ ଜାତିସଂଘ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ଦେଶ ବାଂଲାଦେଶ ଯାତ୍ରା କରୁଥିବା ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦେଶଗୁଡ଼ିକର ସରକାର ସେମାନଙ୍କ ନାଗରିକମାନଙ୍କୁ ବାଂଲାଦେଶ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଅକ୍ଟୋବର 3ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ଯୁବ ତଥା କ୍ରୀଡ଼ା ପରାମର୍ଶଦାତା ଅସିଫ ମହମୁଦ ଏହି ସମସ୍ୟାର ସମାଧାନ ଆଶାରେ ଜାତିସଂଘ ସହ କଥା ହେବେ ବୋଲି ପ୍ରକାଶ କରିଛନ୍ତି। ନମ୍ବର 7 ନ୍ୟୁଜ୍ ଚ୍ୟାନେଲ ପାଇଁ ସରକାରଙ୍କ ନିର୍ଦ୍ଦେଶ। କେନ୍ଦ୍ର ସରକାର ସୋମବାର ବେସରକାରୀ ନ୍ୟୁଜ୍ ଚ୍ୟାନେଲମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣା ରିପୋର୍ଟ କରୁଥିବା ବେଳେ ଘଟଣାସ୍ଥଳରେ ତାରିଖ, ସ୍ଥାନ ଏବଂ ସମୟ ବିଷୟରେ ସୂଚନା ଦିଆଯିବା ଆବଶ୍ୟକ। ଏହି ସୂଚନା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଛି। ଦୀର୍ଘଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣାର କ୍ରମାଗତ କଭରେଜ ରହିଛି ବୋଲି ସରକାର କହିଛନ୍ତି। ଆହୁରି ମଧ୍ୟ କଭରେଜ ସମୟରେ
ଘଟଣା ଘଟିଥିବା ଦିନଠାରୁ ଦୃଶ୍ୟମାନ ଦେଖାଯାଇଥାଏ। ମନ୍ତ୍ରାଳୟ ଯୁକ୍ତି ବାଢ଼ିଛି ଯେ ଦୁର୍ଘଟଣା କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ଅନେକ ଦିନ ପରେ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ଏହି ଦୃଶ୍ୟ ଦେଖାଯାଇଥାଏ, ଯାହାଦ୍ୱାରା ବାସ୍ତବତାକୁ ବିକୃତ କରିଥାଏ। ଏହା ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଆତଙ୍କ ସୃଷ୍ଟି କରିଥାଏ। ଦର୍ଶକଙ୍କ ମଧ୍ୟରେ କୌଣସି ପ୍ରକାର ଭୁଲ ବୁଝାମଣାକୁ ଏଡ଼ାଇବା ପାଇଁ ସମସ୍ତ ଉପଗ୍ରହ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଦୁର୍ଘଟଣାର ଟେଲି ପ୍ରସାରଣ ସମୟରେ ସମୟ, ସ୍ଥାନ ଏବଂ ତାରିଖ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଆଡଭାଇଜରୀରେ କୁହାଯାଇଛି। ନମ୍ବର 8, ଏବେ ଘରେ ବସି କମାଇ ପାରିବେ ଦିନକୁ 10,000 ଟଙ୍କା। ଆପଣମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଜବ୍ସ ଓଡ଼ିଶା ଲିମିଟେଡ୍ ନେଇ ଆସିଛି ଏକ ସରଳ ଯୋଜନା, ଯାହାଦ୍ୱାରା ଘରେ ବସି ନିଜ ଫୋନ୍ରେ ଦିନକୁ 5ରୁ 10,000 ଟଙ୍କା ରୋଜଗାର କରିପାରିବେ। କାମ ମାତ୍ର କମ୍ପାନୀ ଦେଇଥିବା ସରଳ ଟ୍ୟାକ୍ସ ଶେଷ କରିବା, ଯେମିତିକି ହୋଟେଲମାନଙ୍କର ରିଭ୍ୟୁ, ୟୁଟ୍ୟୁବ୍ ଭିଡିଓରେ କମେଣ୍ଟ, ଫଟୋ ଲାଇକ୍ ଇତ୍ୟାଦି। ଏବଂ ଏହି ଯୋଜନାରେ ଜଡ଼ିତ ହୋଇ ବହୁ ପୁରୁଷ ଓ ମହିଳାମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେଣି। ତ ବିଳମ୍ବ କାହିଁକି? ଆପଣ ଆଜି ହିଁ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ। କ'ଣ ଆପଣଙ୍କୁ ବିଶ୍ୱାସ ହଉନି? ନ କରିବାଟା ହିଁ ଭଲ, କାରଣ ଏଭଳି ଲୋଭନୀୟ ରୋଜଗାର ପନ୍ଥାର ଫାଶରେ ପଡ଼ି ଭାରତୀୟମାନେ କୋଟି କୋଟି ଟଙ୍କା ହରାଇଲେଣି ଏବଂ କେବଳ ଏବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଭାରତ 1,750 କୋଟି ଟଙ୍କା ହରାଇଛି। ତେଣୁ ଆମ ଦର୍ଶକ ଆଉ ଭାରତକୁ ସ୍କାମରମାନଙ୍କଠୁ ସ୍ୱାଧୀନ କରାଇବା ପାଇଁ ଓଡ଼ିଆ ଟେକ୍ ବୁଲେଟିନ୍ ନେଇଛି ଏକ ନୂଆ ପଦକ୍ଷେପ, ଓଟିବି ଏଗେନ୍ଷ୍ଟ ସ୍କାମର୍ସ। କାରଣ ସ୍କାମରମାନେ ଆପଣଙ୍କଠୁ କେବଳ ଆପଣଙ୍କ ଧନ ନୁହଁ, ବରଂ ଆପଣଙ୍କ ପରିଚୟ, ମନର ଶାନ୍ତି, ଇଜ୍ଜତ ଓ ଶେଷରେ ଜୀବନ ନେବାକୁ ପଛାନ୍ତିନି। ଏ ବିଷୟରେ ଅଧିକ ସୂଚନା ପାଇଁ ଦେଖୁଥାନ୍ତୁ ଓଡ଼ିଆ ଟେକ୍ ବୁଲେଟିନ୍। ନିଶାମୁକ୍ତି ଭାରତ ଲାଗି ଶପଥ ନେଲେ 1 କୋଟି। ନିଶାମୁକ୍ତିକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଶାମୁକ୍ତ ଭାରତ ଅଭିଯାନରେ 1 କୋଟି ଲୋକ ନିଶାମୁକ୍ତି ଭାରତ ଗଠନ ନେଇ ଶପଥ ନେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏହି କାର୍ଯ୍ୟକ୍ରମକୁ ସାରା ଦେଶ ପାଇଁ ଉତ୍ସର୍ଗୀକୃତ କରାଇବା ସହ ଲୋକଙ୍କୁ ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାରା ଦେଶରେ 1 କୋଟି ଲୋକ ଯୋଡ଼ି ହୋଇ ନିଶାମୁକ୍ତି ଶପଥ ନେଇଛନ୍ତି। ଦେଶର 10,000 ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିଶାର କୁପ୍ରଭାବ ସମ୍ପର୍କରେ 11.26 କୋଟି ଲୋକଙ୍କୁ ସଚେତନ କରାଯାଇଛି। ଏହା ମଧ୍ୟରେ 3.55 କୋଟି ଯୁବବର୍ଗ ଏବଂ 2.35 କୋଟି ମହିଳା ରହିଛନ୍ତି ବୋଲି ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି। ନମ୍ବର 9, ଏନ୍ଡିଏକୁ ରାଜ୍ୟସଭାରେ ମିଳିପାରେ ସଂଖ୍ୟା ଗରିଷ୍ଠତା। ଆସନ୍ତା ମାସରେ ରାଜ୍ୟସଭାର 12 ସିଟ୍ରେ ହେବ ଉପନିର୍ବାଚନ। ଏଥିରେ ରାଜ୍ୟସଭାରେ ଏନ୍ଡିଏକୁ ବହୁମତ ମିଳିବାର ଆଶା ରହିଛି। ଫଳରେ ୱାକଫ୍ ସଂଶୋଧନ ବିଲ୍ ମଞ୍ଜୁରୀ ଦେବାରେ ଏହା ସହାୟକ ହୋଇପାରେ। 2 ରାଜ୍ୟରେ ଖାଲି ପଡ଼ିଥିବା 12 ସିଟ୍ ଉପରେ 3 ସେପ୍ଟେମ୍ବରରେ ଉପନିର୍ବାଚନ ହେବ। ଏଥିରେ ଭାଜପା ଏବଂ ତାର ସହଯୋଗୀଙ୍କୁ 11 ସିଟ୍ ମିଳିବାର ଢେର ସମ୍ଭାବନା ରହିଛି। ଏହାଦ୍ୱାରା ଏନ୍ଡିଏ 245 ସିଟ୍ ବିଶିଷ୍ଟ ସଦନରେ 122 ସିଟ୍ ହାସଲ କରିବ। ନମ୍ବର 10, ହାତୀ ଘର ଭାଙ୍ଗିଲେ ସରକାର ଦେବେ ନୂଆ ଘର। ବିଶ୍ୱ ହସ୍ତୀ ଦିବସ ଅବସରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ହାତୀ ଘର ଭାଙ୍ଗିଲେ 20,000 ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୁଏ, ତେବେ ସରକାରଙ୍କ ଗୃହ ଯୋଜନାରେ ଯେତିକି ଅର୍ଥ ହିତାଧିକାରୀଙ୍କୁ ମିଳୁଛି, ସେତିକି ଅର୍ଥ କ୍ଷତିଗ୍ରସ୍ତଙ୍କୁ ନୂତନ ଘର ନିର୍ମାଣ ପାଇଁ ଦିଆଯିବ। ଶ୍ରୀ ଖୁଣ୍ଟିଆ କହିଛନ୍ତି, ଜଙ୍ଗଲ ଭିତରେ ଯେଉଁଠି ଗାଁ ଅଛି ସେଠାରେ ସୋଲାର ବିଦ୍ୟୁତ ଯୋଗାଇବା ପାଇଁ ବ୍ୟବସ୍ଥା ସହିତ ଖୋଲା ବିଦ୍ୟୁତ ତାରକୁ କେବୁଲକୁ ପରିବର୍ତ୍ତନ କରାଯିବ, ଯାହାଫଳରେ ହାତୀ ସୁରକ୍ଷିତ ରହିବେ। ନମ୍ବର 11, ମାଲଦ୍ୱୀପର 1000 ସିଭିଲ ସର୍ଭିସ ଅଫିସରଙ୍କୁ ତାଲିମ ଦେବ ଭାରତ। 2024ରୁ 29 ମଧ୍ୟରେ ମାଲଦ୍ୱୀପର 1000 ସିଭିଲ ସର୍ଭିସ ଅଧିକାରୀଙ୍କୁ ତାଲିମ ଦେବ ଭାରତ। ଏନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ନବୀକରଣ ହୋଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ମାଲଦ୍ୱୀପ ବୈଦେଶିକ ମନ୍ତ୍ରୀ ମୋସା ଜମିରଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଛି। ଏହି ଦେଶର ସିଭିଲ ସେବା ଅଧିକାରୀଙ୍କ କାପାସିଟି ବିଲ୍ଡିଂ, ପବ୍ଲିକ ପଲିସି, ଫିଲ୍ଡ ଆଡମିଶନକୁ ଦୃଢ଼ୀକରଣ ଦିଗରେ ଏହି ଚୁକ୍ତି ସହାୟକ ହୋଇପାରିବ। ନମ୍ବର 12, ପଲ୍ କାଗାମେ ଚତୁର୍ଥ ଥର ଲାଗି ୱାଣ୍ଡାର ରାଷ୍ଟ୍ରପତି। ଚତୁର୍ଥ ଥର ଲାଗି ୱାଣ୍ଡାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ପଲ୍ କାଗାମେ। ତାଙ୍କୁ 99% ଭୋଟ ମିଳିଛି। ଚିଫ୍ ଜଷ୍ଟିସ୍ ଫଷ୍ଟିନ୍ ନେଜିଲାଓ ତାଙ୍କୁ ଶପଥ ପାଠ କରାଇଥିଲେ। ଦେଶର ଶାନ୍ତି, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି। ଲୋକଙ୍କ ନିରନ୍ତର ସମର୍ଥନ ଲାଗି ସେ କୃତଜ୍ଞତା ଜଣାଇଛନ୍ତି। ତେବେ ଅଧିକାର କର୍ମୀମାନେ ନିର୍ବାଚନ ଫଳାଫଳକୁ ନେଇ ସମାଲୋଚନା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର 8 ପ୍ରାର୍ଥୀଙ୍କୁ ଅନୁମତି ମିଳିଛି ବୋଲି ସେମାନେ କହିଛନ୍ତି।
नंबर 13 21 अगस्ट जाए गिरफ होई पारिबेनी पूजा खेडकर। पूर्वतन ट्रेनिंग आईएएस पूजा खेडकर 21 अगस्ट जाए गिरफ होई पारिबेनी। दिल्ली हाईकोर्ट तांको गिरफ्तारी उपरे एई अवधि जाए रोक लगाइछंती। एई मामलारे दिल्ली पुलिस एवं यूपीएससी को नोटिस जारी करबा सह जवाब मागिछंती हाईकोर्ट। शुनानी समय जस्टिस सुब्रमण्यम प्रसाद कहिछंती निम्न अदालत पिटिशन उपरे ठीक भाबे विचार कलेनी। उल्लेखयोग्य दिल्लीर पटियाला हाउस कोर्ट अगस्ट 1 रे पूजा खेडकर को आश्वस्ति देबा लगी मना करि देथिले। नंबर 14 शंभु सीमार गोटिए लेन खोल कहले सुप्रीमकोर्ट। 6 मास हेबो बंद होई रहितिबा पंजाब हरियाणा मध्यरे थिबा शंभु सीमार गोटिए लेन खोलिबो एने सुप्रीमकोर्ट निर्देश दैछंती। एई मामलार शुनानी करी सुप्रीमकोर्ट कहिछंती जे हाईवे पार्किंग र स्थान नुहे गोटिए सप्ताह मध्यरे एम्बुलेंस वरिष्ठ नागरिक महिला छात्रंकु सुविधा लगी हाईवे रे गोटिए लेन खोला करिबाकू कहिछंती सर्वोच्च कोर्ट। पंजाब हरियाणा डीजीपीक बाद पटियाला मोहाली एवं अंबालार पुलिस अधीक्षक बैठक रे एनी निष्पत्ति नेबाकू कुहा जायछि। नंबर 15 जामिन परे सिसोदियाक प्रथम साक्षात्कार कहिले केजरीवाल को मध्य न्याय मिलिबो। दिल्लीर पूर्वतन उपमुख्यमंत्री मनीष सिसोदिया जामिन ने आसिबा परे प्रथम थर पई एक साक्षात्कार दैछंती। से कहिछंती मो भली केजरीवाल को सुप्रीम कोर्ट को ठारू न्याय मिलिबो बोली आशा रहिछि। न्यूज एजेंसी एएनआई सह आलोचना करिबा बेले से कहिछंती प्रति सोमवार और गुरुवार दिन 10 रु 11 जाए सीबीआई और ईडी कार्यालय रे हाजर हेबाकू कोर्ट कहिछंती। दल सबठारु कठिन समय दे गति कला बेले कार्यकर्ता एवं दिल्लीवासी आमकू ढेर समर्थन देइछंती बोली कहिछंती। अमेरिका तेबे आजिर चर्चार विषय रे निर्वाचन सरिला परे निर्वाचित प्रतिनिधिंक देखा क्वचित मिले। ए क्षेत्र रे लोक प्रतिनिधिंक उत्तरदायित्व बढ़ाइबा दिगरे साधारण जनता विरोधी दलर भूमिका किभଳି हेबा आवश्यक आपणक मतामत कमेंट सेक्शन रे जणैबे। योग्य मतामत गुड़िक आम चैनल रे प्रकाश पाइबो। भित्तिक शॉर्ट सेलर कंपनी हिंडेनबर्ग एवं अमेरिका भित्तिक शॉर्ट सेलर कंपनी हिंडेनबर्ग एवं सेबी अध्यक्षांक मध्यरे विवादर बजार उपरे सेभଳି କିଛି प्रभाव देखा जाय नाही। सेंसेक्स मात्र 56 पॉइंट ह्रास होई 79,648 पॉइंट बंद होइतिला। सेभଳି निफ्टी 20 पॉइंट ह्रास होई 24,347 पॉइंट रे बंद होइछि। आदानी ग्रुपर 10 कंपनी मध्यरु 8टी रे ह्रास होइतिला। 2टी भल कारोबार करछंती। आदानी उइलमर सर्वाधिक 4.10% ह्रास होइछि। टोटल गैस एवं एनर्जी सॉल्यूशन 3% रु अधिक खसिथिबा नजर को आसीछि। ग्रुप फ्लैगशिप कंपनी आदानी एंटरप्राइजेस शेयर 1.61% ह्रास होइतिला। ग्रीन एनर्जी एवं अंबुजा सीमेंट सामान्य ह्रास होइतिला। हिंडेनबर्ग शनिवार जारी करिथिबा एहा रिपोर्ट रे कहिछि जे माधवी पुरी बुच एवं तांको स्वामीक धुबल बुच को आदानी ग्रुप सह जड़ित ऑफशोर कंपनी रे अंशदान रहिछि। एई फंड रो व्यवहार आदानी ग्रुप शेयर को बढ़ाइबारे करा जाइछि। तेबे एहाकू बुच दंपति खंडन करिबा सह सेमानक जीवन एवं आर्थिक कारोबार खोला बही एवं माधवीक चरित्र संघार होइछि बोली कहिसंती। नंबर 17 हिंडेनबर्ग मामला रे राजनीति माहौल सरगरम। हिंडेनबर्ग रिपोर्ट 2.0 आसिबा परे देशर राजनीति सरगरम। एथर हिंडेनबर्ग सीधासलख आदानी को टार्गेट करिनी हेले एई शॉर्ट सेलर फार्मर टार्गेट रे सेबी मुख्य माधवी पुरी बुच रहिसंती। एई घटना परे विरोधी दल गुड़िक सेबी मुख्य एवं सरकार को कड़ा समालोचना करिसंती। सेबी मुख्य माधवी पुरी बुच को इस्तफा दाबी सह से एई मामलार स्पष्ट भावे देश सामने उत्तर रखंतु बोली कहिसंती। कांग्रेस नेता राहुल गांधी रविवार कहितिले जे सेबीर अखंडता उपरे एबे बड़ प्रश्नवाची सृष्टि होइछि। निवेशकंक कष्ट उपार्जित धनर सुरक्षा किभଳି आउ किए करिवो। सुप्रीमकोर्ट एई मामलार निज आडू संज्ञान नेबाकू से अनुरोध करिसंती। एपटे कांग्रेस जेपीसी तदंत दाबी करिछि। तृणमूल कांग्रेसर महुआ मोइत्रप आम आदमी पार्टीर संजय सिंह मध्य एई मामलारे सरकार एवं सेबी मुख्यंकु प्रश्न बाणरे घेरिछंती। सरकार दुर्नीतिग्रस्त लोकंकु सुरक्षा देउथिबा एमाने अभियोग करिछंती। सेबी मुख्य विभिन्न आरोपर उत्तर रखिबाकू सेमाने आह्वान करिछंती। एपटे बीजेपी मध्य एई घटनारे सांबादिक सम्मेलन करी विरोधी को जवाब मागिछे। बीजेपी सांसद रविशंकर प्रसाद कहिछंती कांग्रेस को लोकमाने भोट न देबारु सेही दल विभिन्न लोकंक सह मिसी शेयर बाजार को शेष करबाकू चाहुछि। नंबर 18 नुआ विधायकंकु सफलता मंत्र देबे नड्डा। राजनीति रे लोकंक प्रिय किभଳି होई परिबे से नै शिखिबे नुआ विधायक। आसंता 18 रे ओडिशा आसी नुआ विधायकंकु गुरुमंत्र देबे केंद्रमंत्री जेपी नड्डा। नीति नैतिकतार पाठ पढ़ाइबे केंद्रमंत्री धर्मेंद्र प्रधान। विधायकंकु आचरण उच्चारण शिखाइबे केंद्रमंत्री जुएल ओराम। आसंता 17 तारिख रे जोग देबे केंद्रमंत्री धर्मेंद्र प्रधान और जुएल ओराम। कार्यक्रम रे केंद्र संसदीय व्यापार मंत्री किरण रिजिजू मध्य जोग देवार कार्यक्रम रहिछि। प्रथम थर पई ओडिसा रे सरकार को आसीछि बीजेपी।
शासक दलरे प्राय 60 जन नुआ विधायक अछंती। सरकारी दलरे थाई सेमानंक भूमिका विरोधी को गठनमूलक काउंटर, आंचलिक समस्या को गुरुत्व, गृहरे आचरण उच्चारण विषय पाठ पढ़ाइबे नड्डा। सेहीपरि विरोधी दलर विधायक मानंकु मध्य गृह परिचालना पई टिप्स देवा सह विधानसभा आईन कानून संपर्क में अवगत करेंगे केन्द्रमंत्री। नंबर 19 डीजेल हेब 5% इथानल मिश्रण। डीजेल 5% इथानल मिश्रण पर योजना करुछंती केंद्र सरकार। एथिपई अनुध्यान चलीथिबा जणा पड़िछे। ए प्रस्ताव उपरे गत सप्ताह प्रधानमंत्री कार्यालय रे एक बैठक होइतिला, ଯେଉଁଥିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଅଧିକାରୀମାନେ ଯୋଗ ଦେଇଥିଲେ। ଅଶୋଧିତ ତୈଳ ଉପରେ ନିର୍ଭରତା କମାଇବା ସହ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଏ ପ୍ରସ୍ତାବର ଉଦ୍ଦେଶ୍ୟ। ବର୍ତ୍ତମାନ ପେଟ୍ରୋଲରେ ହାରାହାରି 15% ଇଥାନଲ ମିଶ୍ରଣ ହୋଇଛି। 2 ବର୍ଷରେ ଏହାକୁ 20%ରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି। ନମ୍ବର 20 ଅଫସୋର ନିବେଶ ନେଇ ମାନିଛନ୍ତି ସେବି ମୁଖ୍ୟ, କହିଲା ହିଣ୍ଡେନବର୍ଗ। ସେବି ମୁଖ୍ୟ ମାଧବୀପୁରୀ ବୁଲ୍ସଙ୍କ ବିରୋଧରେ ଅଫସୋର କମ୍ପାନୀର ନିବେଶ ନେଇ ହିଣ୍ଡେନବର୍ଗ ଅଭିଯୋଗ କରିବା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ତେଜିଛି। ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀଙ୍କର ବିଦେଶୀର ବିଭିନ୍ନ ଅଫସୋର ନିବେଶ ଏବଂ କେଉଁ କମ୍ପାନୀରେ ନିବେଶ ରହିଛି ସେ ନେଇ ହିଣ୍ଡେନବର୍ଗ ଏକ ତାଲିକା ଜାରି କରିଛି। ହିଣ୍ଡେନବର୍ଗ ଅଭିଯୋଗ କରିବା ପରେ ସ୍ପଷ୍ଟୀକରଣରେ ବୁଚ୍ ଦମ୍ପତି କହିଥିଲେ ଯେ ସେବିରେ ମାଧବୀ ସଦସ୍ୟ ଯୋଗ ଦେବା ଆଗରୁ ପ୍ରାଇଭେଟ୍ ପର୍ସନ ଭାବେ ସେମାନଙ୍କର ବାହାରେ କିଛି ନିବେଶ ରହିଛି, ଯାହା 2015ର ଘଟଣା। ଏହି ପ୍ରତିକ୍ରିୟାକୁ ନେଇ ପୁଣି ଥରେ ପ୍ରଶ୍ନ କରିଛି ହିଣ୍ଡେନବର୍ଗ। ମାଧବୀଙ୍କ ଏହି ପ୍ରତିକ୍ରିୟା ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଏହି ସର୍ଟ ସେଲିଂ ଫାର୍ମ। ନମ୍ବର 21 ଖରିଫ ଫସଲରେ ଏପର୍ଯ୍ୟନ୍ତ 979 ଲକ୍ଷ ହେକ୍ଟର ଚାଷ ହୋଇଛି, କହିଲେ ସରକାର। ସୋମବାର କୃଷି ମନ୍ତ୍ରାଳୟ କହିଛି ଯେ ଖରିଫ ଫସଲ ଏବେ ପର୍ଯ୍ୟନ୍ତ 979 ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି। ଏଥିରେ 331.78 ଲକ୍ଷ ହେକ୍ଟର ଅଞ୍ଚଳରେ ଧାନ ଚାଷ ହୋଇଛି, ଯାହା ଗତ ବର୍ଷର ସମାନ ଅବଧିରେ ରହିଥିବା 318.16 ଲକ୍ଷ ହେକ୍ଟର ଚାଷ ଠାରୁ ଅଧିକ। ଏହା ସହିତ 117 ଲକ୍ଷ ହେକ୍ଟର ଅଞ୍ଚଳରେ ଡାଲି ଫସଲ ଚାଷ ହୋଇଛି, ଯାହା ଗତ ବର୍ଷର ସମାନ ଅବଧିରେ ରହିଥିବା 110.08 ଲକ୍ଷ ହେକ୍ଟର ଠାରୁ ଅଧିକ। ଏହା ସହିତ 173 ଲକ୍ଷ ହେକ୍ଟର ଅଞ୍ଚଳରେ ମୋଟା ଧାନ ଚାଷ ହୋଇଛି, ଯାହା ଗତ ବର୍ଷର ସମାନ ଅବଧିରେ ରହିଥିବା 171.36 ଲକ୍ଷ ହେକ୍ଟର ଠାରୁ ଅଧିକ। ନମ୍ବର 22 ପୂର୍ବତନ ଆଇଏସ୍ଆଇ ମୁଖ୍ୟ ଫୟେଜ ହମିଦଙ୍କୁ ଗିରଫ କଲା ପାକିସ୍ତାନ ସେନା। ପାକିସ୍ତାନ ସେନା ସୋମବାର ନିଜର ପୂର୍ବତନ ଜେନେରାଲ ତଥା ପୂର୍ବତନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ମୁଖ୍ୟ ଫୟେଜ ହମିଦଙ୍କୁ ସାମରିକ ହେଫାଜତକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି। ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା ଏହି ସୂଚନା ଦେଇଛି। ପାକିସ୍ତାନ ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ଗୁଇନ୍ଦା ମୁଖ୍ୟଙ୍କ ବିରୋଧରେ କୋର୍ଟ ମାର୍ଶାଲ ଆରମ୍ଭ ହୋଇଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି। ଅଫ୍ ସିଟି ଆବାସ ଯୋଜନା ଦୁର୍ନୀତିରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ନମ୍ବର 23 ଡେଟ୍ ବଜାରରେ 6261 କୋଟି ନିବେଶ କରିଛନ୍ତି ବିଦେଶୀ ନିବେଶକ। ବିଦେଶୀ ନିବେଶକମାନେ ଅଗଷ୍ଟରେ ଦେଶର ଡେଟ୍ ବଜାରରେ 6261 କୋଟି ଟଙ୍କା ନିବେଶ କରିଛନ୍ତି। ଏହି ନିବେଶକମାନେ ଇକ୍ୱିଟି ବର୍ଗକୁ 13,431 କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଗତ 2 ମାସ ହେବ ବଜାରରେ ନିବେଶ ବୃଦ୍ଧି ପରେ ଏବେ ଏହି ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଏଫ୍ବିଆଇ ମାନେ ଇକ୍ୱିଟି ବର୍ଗରେ ଜୁଲାଇରେ 32,365 କୋଟି ଏବଂ ଜୁନରେ 26,565 କୋଟି ଟଙ୍କା ନିବେଶ କରିଥିଲେ। ଏହା ପୂର୍ବରୁ ଏଫ୍ପିଆଇ ମେ ମାସରେ 25,586 କୋଟି ଏବଂ ଏପ୍ରିଲରେ 8,700 କୋଟି ଉଠାଇ ନେଇଥିଲେ। ଚଳିତ ବର୍ଷ ଏହି ବର୍ଗର ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ 1.2 ଲକ୍ଷ କୋଟିର ନିବେଶ କରିଛନ୍ତି। ଇକ୍ୱିଟିରେ ଏମାନେ 22,135 କୋଟି ଏବଂ ଡେଟ୍ରେ 97,249 କୋଟି ନିବେଶ କରିଥିବା ଜଣାପଡ଼ିଛି। ନମ୍ବର 24 ବାଂଲାଦେଶରେ ହିନ୍ଦୁମାନଙ୍କୁ ମିଳିଲା ମୁସଲମାନଙ୍କ ସମର୍ଥନ। ବାଂଲାଦେଶ ରାଜନୈତିକ ସଙ୍କଟ ଜାରି ରହିଛି। କ୍ଷମତା ଦଖଲ ପରେ ଦେଶରେ ହୋଇଥିବା ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ନେଇ ବିଶ୍ୱସ୍ତରରେ ପ୍ରତିବାଦ ହେବାର ଲାଗିଛି। ବିଶେଷକରି ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି। ଦେଶର 52ଟି ଜିଲ୍ଲାରେ 205ଟି ହିଂସା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଗୁଡ଼ିକ ମଧ୍ୟରୁ ଅଧିକାଂଶ ହିନ୍ଦୁଙ୍କ ବିରୋଧରେ ଦେଖାଯାଉଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ହଜାର ହଜାର ହିନ୍ଦୁ ରାଜରାସ୍ତାରେ ଏହାକୁ ବିରୋଧ କରୁଛନ୍ତି। ବାଂଲାଦେଶର ହିନ୍ଦୁମାନେ ନିଜର ଜନ୍ମମାଟି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ହେଉଥିବା ଅତ୍ୟାଚାର ବିରୋଧରେ ପ୍ରଦର୍ଶନ କରି ସ୍ଲୋଗାନ ଦେଉଛନ୍ତି, ବାଂଲାଦେଶ ଆମର, ଜୀବନ ଥିବା ଯାଏ ଆମେ ଲଢ଼ିବୁ। ହିନ୍ଦୁମାନଙ୍କ ସହ ଏବେ ବହୁ ମୁସଲମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଛାତ୍ରମାନେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ କରିବା
ଆରମ୍ଭ କରିଛନ୍ତି। ନମ୍ବର 25 ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି 3.45%କୁ ଖସିଲା। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି 3.54%କୁ ହ୍ରାସ ହୋଇ ଏହା 59 ମାସର ସର୍ବନିମ୍ନ ସ୍ତରରେ ରହିଛି। 2019 ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି 3.21% ସ୍ତରରେ ଥିଲା। ତେବେ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି 5.08% ସ୍ତରରେ ଥିଲା। ଖାଦ୍ୟ ସାମଗ୍ରୀ ଦର ହ୍ରାସ ହେବା ଯୋଗୁଁ ଏବେ ମୁଦ୍ରାସ୍ଫୀତି କମିଛି। ମୁଦ୍ରାସ୍ଫୀତି ଆର୍ବିଆଇର ଧାର୍ଯ୍ୟ ଲକ୍ଷ୍ୟ 2-4% ସ୍ତରରେ ରହିଛି। ଶସ୍ୟ, ଫଳ, ପନିପରିବା, ଡାଲି, ମସଲା କ୍ଷେତ୍ରରେ ମୁଦ୍ରାସ୍ଫୀତି 9.36%ରୁ ହ୍ରାସ ହୋଇ 5.24% ସ୍ତରରେ ରହିଛି। ସହରାଞ୍ଚଳରେ ମୁଦ୍ରାସ୍ଫୀତି 4.39%ରୁ ହ୍ରାସ ହୋଇ 2.98%କୁ ଖସିଛି। ଗ୍ରାମାଞ୍ଚଳରେ ଏହା 5.66%ରୁ 4.10% ରହିଛି। ଜୁଲାଇ 2023ରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି 11.51% ସ୍ତରରେ ଥିବାବେଳେ ଏହା ଏବେ 5.42%କୁ ଖସି ଆସିଛି। ମୁଦ୍ରାସ୍ଫୀତି ବାସ୍କେଟରେ ପ୍ରାୟ 50% ଯୋଗଦାନ ଖାଦ୍ୟ ସାମଗ୍ରୀର ରହିଥାଏ, ଯାହାର ମୁଦ୍ରାସ୍ଫୀତି ମାସିକ ଭିତ୍ତିରେ 9.39ରୁ ହ୍ରାସ ହୋଇ 5.42% ରହିଛି। ନମ୍ବର 26 ଦୁଇ ଦିନରେ 40% ବଢ଼ିଲା ଓଲା ଇଲେକ୍ଟ୍ରିକ୍ ସେୟାର। ଓଲା ଇଲେକ୍ଟ୍ରିକ୍ ସେୟାର ବଜାର ଲିଷ୍ଟିଂ ହେବାର 2 କାରବାର ଦିବସରେ ବେଶ୍ ଭଲ କାରବାର କରିଛି। ସୋମବାର କମ୍ପାନୀର ସେୟାର 20% ବଢ଼ିଛି, ଯାହା ବା ଉପର ସର୍କିଟରେ ଲାଗିଥିଲା। କମ୍ପାନୀର ସେୟାର 18.24 ଟଙ୍କା ବଢ଼ିବା ସହ 109 ଟଙ୍କା 44 ପଇସାରେ ଅଲ୍ ଟାଇମ୍ ରେକର୍ଡ କରିଛି। ଏହା ସହ ଲିଷ୍ଟିଂ ପରଠାରୁ କମ୍ପାନୀର ସେୟାର 40% ରିଟର୍ଣ୍ଣ ଦେଇଛି। 9 ଅଗଷ୍ଟରେ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀଭୁକ୍ତ ହୋଇଥିଲା କମ୍ପାନୀର ସେୟାର। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ଏହାର ଇସ୍ୟୁ ମୂଲ୍ୟ 76 ଟଙ୍କାରେ ଲିଷ୍ଟ ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ 0.01% ନିମ୍ନରେ ରହି ଏହା 75.99 ଟଙ୍କାରେ ଲିଷ୍ଟ ହୋଇଥିଲା। ନମ୍ବର 27 ଭୋଡାଫୋନ୍ ଆଇଡିଆକୁ 6,432 କୋଟି କ୍ଷତି। ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆକୁ ଆର୍ଥିକ ବର୍ଷ 2024-25ର ପ୍ରଥମ ତ୍ରୈମାସିକରେ 6,432 କୋଟି ଟଙ୍କାର କ୍ଷତି ହୋଇଛି। ଆର୍ଥିକ ବର୍ଷ 2023-24ର ପ୍ରଥମ ତ୍ରୈମାସ ତୁଳନାରେ କ୍ଷତି କମ୍ ହୋଇଛି। ଆର୍ଥିକ ବର୍ଷର ସମାନ ତ୍ରୈମାସରେ ଭୋଡାଫୋନ୍ ଆଇଡିଆକୁ 7,840 କୋଟି ଟଙ୍କାର କ୍ଷତି ହୋଇଥିଲା। ଭୋଡାଫୋନ୍ ଆଇଡିଆ ଆର୍ଥିକ ବର୍ଷ 2024-25ର ପ୍ରଥମ ତ୍ରୈମାସ ଏପ୍ରିଲରୁ ଜୁନ୍ ପାଇଁ ଫଳାଫଳ ଘୋଷଣା କରିଛି। ରେଗୁଲେଟରୀ ଫାଇଲିଂରେ କମ୍ପାନୀ କହିଛି ଯେ ସେହି ଅପରେସନରୁ 10,508.3 କୋଟି ଟଙ୍କା ରହିଥିଲା, ଅର୍ଥାତ୍ ଅପରେସନ୍ସରୁ ରେଭେନ୍ୟୁ 1.3% ହ୍ରାସ ଘଟିଛି। ନମ୍ବର 28 ଦୁଲୀପ ଟ୍ରଫିରେ ଖେଳୁଥିବା ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା 2024 ଦୁଲୀପ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ ଏବଂ ରୋହିତ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଖେଳିନାହାନ୍ତି। ଭାରତୀୟ କ୍ରିକେଟ ବୋର୍ଡ ଦୁଲୀପ ଟ୍ରଫିର ଫର୍ମାଟରେ ବଡ଼ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟରେ ଜୋନାଲ ଫର୍ମାଟରେ ଖେଳାଯିବ ନାହିଁ। ଏଥିରେ କେବଳ 4ଟି ଦଳ ରହିବେ। ଏହି ଦଳଗୁଡ଼ିକ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଇଣ୍ଡିଆ ଏ, ଇଣ୍ଡିଆ ବି, ଇଣ୍ଡିଆ ସି ଏବଂ ଇଣ୍ଡିଆ ଡି ନାମକ 4ଟି ଦଳ ଦୁଲୀପ ଟ୍ରଫିରେ ଖେଳିବେ। ଦୁଲୀପ ଟ୍ରଫି ସେପ୍ଟେମ୍ବର 5ରୁ ଆରମ୍ଭ ହେବ। ତେବେ ପରବର୍ତ୍ତୀ ରାଉଣ୍ଡରୁ ରୋହିତ ଏବଂ ବିରାଟ ଏହି ଟୁର୍ଣ୍ଣାମେଣ୍ଟ ଖେଳିପାରିବେ। ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ସେପ୍ଟେମ୍ବର 12ରୁ ଖେଳାଯିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ସେପ୍ଟେମ୍ବର 19ରୁ ଆରମ୍ଭ ହେବ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶନଙ୍କୁ ମଧ୍ୟ ଦୁଲୀପ ଟ୍ରଫିରେ ଖେଳାଯିବ। ନମ୍ବର 29 ପ୍ୟାରିସ୍ ଅଲିମ୍ପିକ୍ସ ଫେରନ୍ତା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲିମ୍ପିକ୍ କଣ୍ଟିଜେଣ୍ଟକୁ ଭେଟିବେ। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପରେ ଏହି ଭେଟଘାଟ ଦିଲ୍ଲୀରେ ଅନୁଷ୍ଠିତ ହେବ। ଦିନ ପ୍ରାୟ ଗୋଟାଏ ବେଳେ ମୋଦି ପ୍ୟାରିସ୍ ଅଲିମ୍ପିକ୍ସରୁ ଫେରିଥିବା ସମସ୍ତ ଖେଳାଳିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପ୍ୟାରିସ୍ ଯାଇଥିବା 117 ଜଣିଆ ଭାରତୀୟ କଣ୍ଟିଜେଣ୍ଟ ମଧ୍ୟରୁ ଅଧିକାଂଶ ଖେଳାଳି 15 ଅଗଷ୍ଟ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ତେବେ ଜାଭ୍ଲିନ୍ରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ୍ରୁ ଜର୍ମାନୀ ଯାଇଥିବାରୁ ସେ ମୋଦିଙ୍କ ସହ ଭେଟ କରିନପାରନ୍ତି, ହେଲେ ସେ ଭିଡିଓ କଲ୍ରେ ଉପସ୍ଥିତ ରହିପାରନ୍ତି। ନମ୍ବର 30 ନୂଆପଡ଼ାର ଝିଅ ଜିତିଲେ ଷ୍ଟାର ମିସ୍ ଟିନ୍ ଇଣ୍ଡିଆ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଭେଲା ଗାଁର 18 ବର୍ଷୀୟ ଆଦ୍ୟାଶା ପାଣିଗ୍ରାହୀ ଷ୍ଟାର ମିସ୍ ଟିନ୍ ଇଣ୍ଡିଆ କ୍ରାଉନ୍ ଜିତିଛନ୍ତି। 35 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି କ୍ରାଉନ୍ ଜିତିଛନ୍ତି। ବେଙ୍ଗାଲୁରୁ ଅଡିସନ୍ ଦେବା ପରେ ସେ ଫାଇନାଲ ରାଉଣ୍ଡ ପାଇଁ ରାଜସ୍ଥାନର ଜୟପୁର ଯାଇଥିଲେ ଓ ସେଠାରେ ଆୟୋଜିତ ଫାଇନାଲରେ ଭାଗ ନେଇଥିଲେ। ଏହି ସଫଳତା ଆଦ୍ୟାଶାଙ୍କୁ ରାଜ୍ୟ ଓ ଗାଁ ପାଇଁ ଗୌରବ ଆଣିଛି। ସେ ଆଗକୁ ଆକ୍ଟିଂ ଓ ମଡେଲିଂ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।